ସାଙ୍ଗମାନେ ଆଜି ତ ଭାରି ଜୋରେ ବର୍ଷା ହେଲାଣି, ଲାଗୁଛି ସ୍କୁଲ ଯାଇ ହବନି। ମୋ ଜେଜେ ବଢିଆ ଗପ କୁହନ୍ତି। ଚାଲ ଚାଲ ସମସ୍ତେ ଆମ ଘରକୁ ପଳେଇବା, ସେଇଠି ଜେଜେଠୁ ବସି ଗପ ଶୁଣିବା। ଆଉ କଣ କରିବା? ଆଲେ ହଁ ଲତ୍ୟ ତାହେଲେ ତାହେଲେ ಸ್ಕೂಲ್ ಕೇಳಿದ್ಯೋ ಭತ್ತ ದಿವಾಲೆ ಪಕ್ಕಲ್ಲದಿ ತಮ್ಮ ಗಲಿಗೆ ಪಲ್ಲೆ ತಾಳೆ ತೈತಿ ಬತ್ತಿ ದಟ್ಟಗತ್ತೆ ಗಪ್ಪ ತಿಂದ್ಯಾಲ್ ಅರೆ ಹೋರೆ ಗೆಂಡು ଚାଲେ ଚାଲେ ଜେଜେଙ୍କୁ କହିବା ଆଜି ଗୋଟେ ବଢିଆ ଗପ କହିବି। ଠିକ ଅଛି ତାହେଲେ ତାହେଲେ ଜେଜେ ଜେଜେ ମୋ ଜେଜେ ତମେ କୋଉଠି? ଜେଜେ ଆରେ ନଟିଆ ଆରେ ସ୍କୁଲ ଗଲୁନି କି? ଆରେ ଏତେ ପିଲା କଣ ଆମ ଘରେ କଣ ହେଇଛି? କାକା ବତା ଦିଆଲେ ପକାଉତି ସେଥିପାଇଁ ତମ ଗଲକୁ ପଳେଇ ଆରେ ନଟିଆ ସାଙ୍ଗମାନଙ୍କୁ ନେଇକି ଯା, ସେପଟ ଘରେ ବସିବୁ, ଜମା ବାଟ ଭଲ ଲାଗିବନି, ବୁଝିଲୁ? ହଉ ବାପା ଯାଉଛି ଯାଉଛି। ଜେଜେ ଆଜି ଗୋଟେ ବଢିଆ ଗପ କୁହ। ମୋ ସାଙ୍ଗମାନେ ସମସ୍ତେ ଆସିଛନ୍ତି, ସମସ୍ତେ ଶୁଣିବେ। ହାଇଲେ ନାଟୁ ମୁଁ ଆଜି ଗପ କହିପାରିବି ନାହିଁ, ମୋ ଦେହ ହାତ ଭଲ ଲାଗୁନାହିଁ, ପିଲାମାନଙ୍କୁ କହ କାଲି ଆସିଲେ ଗପ। ଜେଜେ ପ୍ଲିଜ ପ୍ଲିଜ ଗୋଟିଏ ଛୋଟିଆ ଗପ କୁହ, ପିଲାମାନେ କେତେ ମନ କରିକି ଆସିଛନ୍ତି, ତାଙ୍କ ମନକୁ ଭାଙ୍ଗି ଦିଅନି। ଜେଜେ ପ୍ଲିଜ ପ୍ଲିଜ ଗୋଟିଏ ଗପ କୁହ। ଇଲୋ ହେଇଲୋ ପିଲାମାନେ କେତେ ମନ କରି ଆସିଛନ୍ତି ଗପ ଟିକେ ଶୁଣିବେ ବୋଲି। ଇଏ ହେଇଟି ତମେ ଗୋଟିଏ ଗପ କୁହ ବା, ଗୋଟିଏ ଗପ କହିଲେ କଣ ସବୁ ସରି ଯାଉଛି? ହେଲାନି ତମେ ଜମା ବାତି କଲନି, ମୁଁ ଗପ କହୁଛି। ପିଲାମାନେ ସମସ୍ତେ ଏଇଠି ବାତି ବାଦ, ମୁଁ ଗପ କହୁଛି। ଥ୍ୟାଙ୍କ ୟୁ ଜେଜେମା। ଏଇ ଗାଁରେ 50 ବର୍ଷ ତଳେ ଜଣେ ରାଜା ରହୁଥିଲେ। ସେ ରାଜାଙ୍କର ସବୁବେଳେ ଧନ ବଟିଲା। ଯୋଉ ରାଜ୍ୟକୁ ଯାଉଥିଲେ ସେଇ ରାଜ୍ୟରେ ସବୁ ରାଜାଙ୍କୁ ପରାସ୍ତ କରି ତାଙ୍କ ରାଜସ୍ୱ ସବୁ ଲୁଟିକି ନେଇ ଆସୁଥିଲେ। ରାଜାଙ୍କୁ ଅଭିଶାପ ଦେଲା ଯେ ତାଙ୍କର ପୁଅ ହାତରେ ତାଙ୍କର ନିଜର ଜୀବନ ଯିବ। ସେଥିପାଇଁ ରାଜା ସବୁ ପୁଅ ମାନଙ୍କୁ ହତ୍ୟା କରି ଦଉଥିଲେ। ଦିନକର କଥା, ରାଜା ରାଜ୍ୟ ଜୟ କରିବାକୁ ଯାଇଥିଲେ। ରାଣୀ ସେଇ ମୌକାରେ ତାଙ୍କର ପୁତ୍ରକୁ ଗୋଟେ ଗରିବ ପରିବାରକୁ ଦାନ କରି ଦେଇଥିଲେ। ରାଜା ଏକଥା ଜମା ଜାଣିନଥିଲେ। ସେ ପୁତ୍ର ଦିନକୁ ଦିନ ବଡ ହେବାକୁ ଲାଗିଲା। ରାଜାଙ୍କର ଦିନକୁ ଦିନ ଅତ୍ୟାଚାର ବଢି ଚାଲିଲା। ଗୋଟେ ଗାଁରେ ଲୋକମାନଙ୍କ ଠାରୁ ସବୁ ଚାଷ ଜମି ଘର ଦ୍ୱାର ଛଡେଇ ନେଲେ। ଆରେ ନାଟିଆ ଆରେ ବର୍ଷା ପରା କେତେବେଳେ ଛାଡିଲାଣି? ଗୁଲି ସାର୍ ଫୋନ କଲେଣି, ଯାଅ ଯାଅ ସ୍କୁଲ ସବୁ ବାହାରିକି ଯାଅ, ପଛରେ ଗପ ଶୁଣିବ। ଧିତ୍ରିକା ସାର୍ଙ୍କୁ ଏତିକି ଫୋନ କରିବାର ଥିଲା, ଗୋଟେ ଗପ ବି ଶାନ୍ତିରେ ଶୁଣି ଦଉନାହାନ୍ତି। ଆଚ୍ଛା ଆରେ ହରେ ନଟିଆ ଚାଲେ ଚାଲେ ସ୍କୁଲରୁ ଆସି ଶୁଣିବା। ଆଉ ଦୁଃଖ ତ ଭାଗ୍ୟରେ ଲେଖାରେ। ସାଙ୍ଗମାନେ ଭିଡିଓଟି ଆପଣମାନଙ୍କୁ କଣ କେମିତି ଲାଗିଲା? ଭିଡିଓ ତ ବେଶୀ ବଡ ହେଲେ ଆପଣ ମାନେ ଦେଖୁନାହାନ୍ତି, ଆଉ ବହୁତ କଷ୍ଟ କରି ବନେଇବାକୁ ପଡୁଛି, ତଣ୍ଟି ପୁରା କାମ କରୁନି। ଆଉ ଯଦି ଭିଡିଓଟି ଭଲ ଲାଗିଛି ଭିଡିଓ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେନି। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ବେଲ୍ ନୋଟିଫିକେସନକୁ ଅଲ୍ ରେ କ୍ଲିକ୍ କରନ୍ତୁ। ଯେତେବେଳେ ଆମର ନୂଆ ଭିଡିଓ ଆସିବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ନୋଟିଫିକେସନ ଯିବ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖାବ ନେକ୍ସଟ ଭିଡିଓରେ।